ଆଜିଠାରୁ ସମ୍ବଲପୁରୀ ଧନୁଯାତ୍ରାର ମୂଳଦୁଆ ପଡ଼ିଛି। ସମ୍ବଲପୁରଠାରେ ତୃତୀୟ ବର୍ଷ ପାଇଁ ସମ୍ବଲପୁରୀ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଆଜି ସକାଳୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା ହେବା ପରେ ସନ୍ଧ୍ୟାରେ ଆଖଡ଼ାଶାଳରେ କଳାକାରମାନେ ଏକାଠି ହୋଇ ମା ସମଲେଶ୍ୱରୀଙ୍କଠାରେ ପୂଜା କରି ଆଜିର ପ୍ରଥମ ଆଖଡ଼ା ଆରମ୍ଭ କରାଯାଇଥିଲା। ପ୍ରାୟ ସମସ୍ତ କଳାକାରମାନେ ଉପସ୍ଥିତ ଥିଲେ। ଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁ, ସେକ୍ରେଟାରୀ ଗୁଣରଞ୍ଜନ ସଲିମା, ଯାତ୍ରାର ନିର୍ଦ୍ଦେଶକ ବବଲୁ ବାଗ ଏବଂ ପ୍ରଶାନ୍ତ ମହାରଣା ଉପସ୍ଥିତ ଥିଲେ। ଯେ ସମ୍ବଲପୁରୀ ଧନୁଯାତ୍ରା ଲାଗି ଆମର ତିନିଟା ଯେନ୍ ଆଗମନ ହେଇଛନ୍ ଆଉ 2 ବର୍ଷ ଆଗରୁ ଯେନ୍ ଇତିହାସ ରଚିଛନ୍ ଆମର ଆର୍ଟିଷ୍ଟମାନଙ୍କର ତାଙ୍କର ମେହନତ, ଟେକ୍ନିସିଆନମାନଙ୍କର ମେହନତ, ମ୍ୟୁଜିସିଆନ ମାନଙ୍କର ସମସ୍ତଙ୍କର ଅବଦାନରେ ଆଜି ସମ୍ବଲପୁରୀ ଧନୁଯାତ୍ରା ଆଗକେ ଯାଇଛି। ତା 2 ନମ୍ବର ବର୍ଷ ଆଉ ଟିକେ ବି ହେଲା, ଏଇଟା 3 ନମ୍ବର ବର୍ଷ। ଦିନକେ ଦିନ ଆମେ ଉନ୍ନତି করবাকে চেষ্টা করবাকে যাচ্ছু। নূଆ ନୂଆ ଟେକ୍ନିକ୍ ଆଜିକାଲି ଆସିଲାନ ଆଉ ବିଚାର କରିବା ଯେ ଏଥର ନୂଆ ନୂଆ ଆର୍ଟିଷ୍ଟମାନେ ବି ବୋଲିଲୁ। ସେ ବିଚାର ହେଲା ଯେ ଆମର ଯେନ୍ ଆର୍ଟିଷ୍ଟମାନେ ଥିଲେ ସେମାନେ କରୁ ସେଥିର୍ ଭିତରୁ ଯଦି କିଛି ଦୁର୍ବଳିଆ କିଏ ବାହାରବା କିମ୍ବା ଡାଇରେକ୍ଟର ଆମର ଯୋଉଁ ଡାଇରେକ୍ଟର ଅଛୁ ତାଙ୍କର ସାଟିସ୍ଫାଏ ନାଇଁ ହେବା ବୋଲେ ଆମେ ତାକୁ ଚେଞ୍ଜ କରିପାରୁ। ସେ ଯାଉ আমার পুরা বিশ্বাস যে আমার সে আগর আর্টিস্ট মানে ঠিক হিসাবে করবে। এইথর টিকে আমার ধারা টিকে চেঞ্জ করবা যেহেতু 2 মাস আছে আর 33-34টা সিন আছে। আমি যেন দিনে হেবা যা সিন যেন দিনে হেবা সে সিনটা খালি হেবা